ରାମ ନାରାୟଣ ରାମ। ଗ୍ରନ୍ଥ ପାଠ କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ଯେମିତି ଗ୍ରାମୀଣ କ୍ଷେତ୍ରରେ ବସୁଥିବା ଲୋକମାନେ ଗ୍ରନ୍ଥ ପାଠ କରିବାର ସୁଯୋଗ ନାହାନ୍ତି, ତାହାହେଲେ ସେମାନେ ସତ୍ୟକୁ କେମିତି ଜାଣିବେ? ସେମାନଙ୍କ ମନରେ ଦେଶପ୍ରେମର ଭାବନା କେମିତି ଉପଜିବ? ଯଦି କେବଳ ଗ୍ରନ୍ଥ ପାଠ କରିବାର ମାଧ୍ୟମରେ ସତ୍ୟକୁ ଜାଣିବା ଦରକାର ହୁଏ, ତାହାହେଲେ ସେମାନେ କଦାଚିତ ଜାଣିବେ ନାହିଁ। ତେବେ ସେମାନଙ୍କ ଜନ୍ମ ନିର୍ଥକ କାହିଁକି ହେବା ଉଚିତ? ପୁରୁବେଦ ଏହି ଦେହଯନ୍ତ୍ର ମଧ୍ୟରେ ରହିଛି। ଏହି ଯନ୍ତ୍ର ସମସ୍ତ କଥା ବୁଝେଇ ଦିଏ। ଗ୍ରନ୍ଥ ପାଠ କରିବାର ଆବଶ୍ୟକତା ନାହିଁ। ଆମର ମନକୁ ଜାଗ୍ରତ କରିବା ଜରୁରୀ। ମନନ ସହ ଏହି ଦେହ ଯନ୍ତ୍ର ସବୁ କିଛି କହି ଦେ। ଆଦି ବେଦର ସମସ୍ତ କଥା ଏହି ଯନ୍ତ୍ରର ମଧ୍ୟରେ ରେକର୍ଡ ହୋଇଥାଏ। ସେହି ରେକର୍ଡକୁ ଚାଲାନ୍ତୁ। ଆମର ମନ ମଧ୍ୟରେ ଯେ ସୁର ରହିଛି, ଯାହାକୁ ବୁଝିଲେ ସମସ୍ତ କିଛି ଜାଣିହେବ, ସେହି ସୁରକୁ ଜାଣିବାର ପ୍ରୟାସ କରିବା ଆବଶ୍ୟକ। ସେହି ଆଦି ସୁର ଏବଂ ତାହାର ସ୍ଫୁରଣ ଏହି ଶରୀରରେ ହିଁ ରହିଛି।